ଆଜିର ଅନୁଚିନ୍ତା। ପ୍ରତ୍ୟେକ ରାତିରେ ଯେତେବେଳେ ଆମେ ଶୋଇବାକୁ ଯାଉଛୁ ସେତେବେଳେ ଆମେ ଗ୍ୟାରେଣ୍ଟି ଦେଇ ପାରିବା ନାହିଁ ଯେ ଆସନ୍ତାକାଲିର ସକାଳ ପର୍ଯ୍ୟନ୍ତ ଆମେ ବଞ୍ଚି ରହିବା କି ନାହିଁ। ତଥାପି ଆମେ ଘଡ଼ିରେ ଆଲାରାମ ଦେଇ ଶୋଉଛୁ, ଏହା ହିଁ ବିଶ୍ୱାସ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, କଲିଯୁଗରେ ମଣିଷ ମତଲବୀ ହୋଇଯିବେ। ଦରକାର ସମୟରେ ତୁମର ଗୋଡ଼ ତଳେ ପଡ଼ିଯିବେ, କିନ୍ତୁ ଯେତେବେଳେ ଆବଶ୍ୟକ ନ ରହିବ ତୁମକୁ ଚିହ୍ନିବି ଅଚିହ୍ନା ପରି ହେବେ। ଆମେ ମିଛ କହିକି ଆଜି ଯେଉଁ ଖୁସି ମନାଉଛୁ, ନିଜ ଲୋକଙ୍କୁ ବୋକା ବନାଉଛୁ, କାଲି ସେ ସବୁର ପରିଣାମ ଭୟଙ୍କର ହୋଇ ଫେରିବ, ଆଉ ନିଶ୍ଚୟ ଫେରିଥାଏ। ଅର୍ଥ ନଥିଲେ ମଣିଷ ଭଗବାନଙ୍କୁ ଡାକେ, ଆଉ ଅତ୍ୟଧିକ ଅର୍ଥ ପାଇଗଲେ ସେହି ମଣିଷ ନିଜକୁ ଭଗବାନ ଭାବେ। ଭୋକ ଲାଗିଲେ କୁକୁର କାନ୍ଦେ, ଲୋକେ କହନ୍ତି ଅଶୁଭ ସଂକେତ। ସେମାନେ ଜାଣିଥିଲେ ଏଠି ଖାଦ୍ୟ ଖାଇବା ପାଇଁ ପଇସା ଲାଗେ, ସେମାନେ ବି ଇନକମ୍ କରନ୍ତେ। ଚାରି ଯୁଗ ମଧ୍ୟରେ ଅନ୍ତର। ପ୍ରଥମେ ସତ୍ୟଯୁଗ। ଦେବତା ଓ ଦାନବ ଅଲଗା ଅଲଗା ରହୁଥିଲେ। ଦ୍ୱିତୀୟରେ ତ୍ରେତା ଯୁଗ। ଦେବତା ଓ ଦାନବ ଗୋଟିଏ ଲୋକରେ ରହୁଥିଲେ, ଯେମିତି ଭଗବାନ ରାମ ଓ ଲକ୍ଷ୍ମଣ। ତୃତୀୟରେ ଦ୍ୱାପର ଯୁଗ। ଦେବତା ଓ ଦାନବ ଗୋଟିଏ ପରିବାରରେ ରହୁଥିଲେ, ଯେମିତିକି ଯୁଧିଷ୍ଠିର ଓ ଦୁର୍ଯ୍ୟୋଧନ। ଚତୁର୍ଥରେ କଲିଯୁଗ। ଦେବତା ଓ ଦାନବ ଏବେ ଗୋଟିଏ ଶରୀର ମଧ୍ୟରେ ରହୁଛନ୍ତି। ପଇସା ଏପରି ଏକ ଜିନିଷ, ପାଖରେ ଅଛି ମାନେ ବଳ ଅଛି, ପଇସା ନାହିଁ ମାନେ ସମ୍ମାନ ବି ନାହିଁ। କୁହାଯାଏ ଭାଗ୍ୟ ନିଜ ହାତ ରେଖାରେ ଥାଏ, କିନ୍ତୁ ଆଶୀର୍ବାଦ ତ ଅନ୍ୟ ହାତରୁ ମିଳିଥାଏ, ଯାହା ନିଜ ହାତରେଖାକୁ ବି ବଦଳାଇ ଦେଇଥାଏ। ଗୋଟିଏ ସେକେଣ୍ଡ ରାଗରେ ନିଆଯାଇଥିବା ନିଷ୍ପତ୍ତି ପୂରା ଜୀବନକୁ ବର୍ବାଦ କରିଦିଏ। ଧୈର୍ଯ୍ୟ କିନ୍ତୁ ଗୋଟିଏ ସେକେଣ୍ଡରେ ହେଲେ ମଧ୍ୟ ପୂରା ଜୀବନକୁ ସଜାଡ଼ି ଦିଏ। ଆମର ସବୁଠୁ ବଡ଼ ଭୁଲ ଧାରଣା କ'ଣ ଜାଣିଛନ୍ତି? ଲୋକେ ଆମକୁ ତାଙ୍କ ଦରକାର ମୁତାବକ ବ୍ୟବହାର କରିଥାନ୍ତି, ଆଉ ଆମେ ଭାବୁ ସେମାନେ ଆମକୁ ଭଲ ପାଉଛନ୍ତି। ଯଦି କାହାକୁ କଷ୍ଟ ଦେବା ପରେ ସେ ଯଦି ଚୁପ୍ ରହେ, ତେବେ ତା'ର ନୀରବତାକୁ ଭୟ କର, କାରଣ ଏହାର ବିଚାର ସ୍ୱୟଂ ଭଗବାନ କରନ୍ତି। ଭଲ ମଣିଷ କେବେ ସ୍ୱାର୍ଥପର ହୋଇନଥାନ୍ତି। କେବଳ ସେହିମାନଙ୍କଠାରୁ ଦୂରେଇ ଯାଆନ୍ତି ଯେଉଁମାନେ ତାଙ୍କର ମୂଲ୍ୟ ବୁଝିପାରନ୍ତି ନାହିଁ। ଜୀବନରେ ଯାହା କର, ଚିନ୍ତା କର ନାହିଁ, ନିଷ୍ପତ୍ତି ନିଅ, କାରଣ ନିଜର ଛୋଟ ବିଚାରରେ ହିଁ ଭବିଷ୍ୟତ ନିର୍ଦ୍ଧାରିତ କରେ। ମଣିଷ ଖୋଜୁଛି ମଣିଷକୁ ଆଜି ମଣିଷ ଭିତରେ ଥାଇ। ମଣିଷ ପଚାରେ ମଣିଷ ଠିକଣା, ମଣିଷ ଦେଖିଛ ଭାଇ। ମଣିଷ କାନ୍ଦୁଛି ମଣିଷ କନ୍ଦାଏ, ମଣିଷର ସ୍ୱାର୍ଥ ପାଇଁ। ମଣିଷ ମରୁଛି ମଣିଷ ମାରୁଛି, ମଣିଷର ରକ୍ଷା ନାହିଁ। ମଣିଷ ଖେଳୁଛି ମଣିଷ ଖେଳାଏ, ମଣିଷର ରଙ୍ଗମଞ୍ଚ। ମଣିଷ କିପରି ମଣିଷ ହୋଇବ, ହୃଦୟରେ ଥରେ ପାଞ୍ଚ। ନିଆଁ ତ ସବୁବେଳେ ନିଜ ଲୋକମାନେ ହିଁ ଲଗାଇଥାନ୍ତି, ବଞ୍ଚିଥିବା ବେଳେ ହୃଦୟରେ, ଆଉ ମରିଗଲା ପରେ ମଶାଣିରେ। ନହେଲେ ବାହାର ଲୋକଙ୍କର ସାହସ କାହିଁ ନିଆଁ ଲଗାଇବା ପାଇଁ? ଏକାକୀ ରହିବା ପାଇଁ ସବୁବେଳେ ମନକୁ ସ୍ଥିର କରି ନିଅନ୍ତୁ। ଏକା ବଞ୍ଚିବା ପାଇଁ ସ୍ଥିର କରି ନିଅନ୍ତୁ। ଜରୁରୀ ନୁହେଁ କି ସବୁ ସମୟରେ ସାଥିରେ ରହିବା ପାଇଁ ଗୋଟିଏ ସମ୍ପର୍କ କିମ୍ବା ସାଙ୍ଗ ନିହାତି ଦରକାର, କାହିଁକି ନା ଦୁନିଆରେ ଏମିତି ସମ୍ପର୍କ ଅଛି କେତେବେଳେ ବି ଆପଣଙ୍କ ସହିତ ବିଶ୍ୱାସଘାତକ କରିପାରନ୍ତି। ସେଥିପାଇଁ ସମ୍ପର୍କ ଭାଙ୍ଗିବା ଉଚିତ ନୁହେଁ, କିନ୍ତୁ ଯେଉଁଠି ସମ୍ମାନ ନାହିଁ ସେଇଠି ସମ୍ପର୍କ ରଖିବା ଉଚିତ ନୁହେଁ। ଆଜିକାଲି ଦୁନିଆରେ ଅତି ସରଳ ସିଧାସାଧା ହୋଇ ଚଳିବା କଷ୍ଟକର। ଏମିତି ହେଲେ ସମସ୍ତେ ଦାଉ ସାଧିପାରନ୍ତେ। ସରଳତାର ସୁଯୋଗ ନେଇ ହଇରାଣ ହରକତ କରିପାରନ୍ତି। ଜଙ୍ଗଲକୁ ପଶି ଯେପରି ସମସ୍ତେ ସିଧା ସରଳ ଗଛ କାଟିବାକୁ ଭଲ ପାଆନ୍ତି, ମାତ୍ର ମୋଟା ବଙ୍କା ଗଛ ପାଖକୁ ଯାଆନ୍ତି ନାହିଁ, ଠିକ୍ ସେହିପରି
ସମାଜରେ ସରଳ ମଣିଷକୁ ସମସ୍ତେ ହଇରାଣ ହରକତ କରିବାକୁ ଚାହାନ୍ତି। ଏଣୁ ଅତ୍ୟନ୍ତ ସରଳ ହେବା ଅପେକ୍ଷା ପରିସ୍ଥିତି ଦେଖି କଠୋର ଓ ନିଷ୍ଠୁର ହେବା ନିହାତି ଆବଶ୍ୟକ। ଦିନେ ପ୍ରଭୁ ରାମଚନ୍ଦ୍ର ବଣରେ ଯିବା ସମୟରେ ହଠାତ୍ ଏକ ବେଙ୍ଗ ଉପରେ ତାଙ୍କର ପାଦ ପଡ଼ିଗଲା। ବେଙ୍ଗଟି କିଛି ନ କହି ଚୁପ୍ ରହିଗଲା। ପ୍ରଭୁ ରାମଚନ୍ଦ୍ର ସେ ବେଙ୍ଗକୁ ଡାକି ପଚାରିଲେ, ଆରେ ବେଙ୍ଗ, ମୁଁ ତ ପାଦ ତଳେ ତୋତେ ଚାପିଦେଲି, ତୁ କିଛି କହିଲୁନି କାହିଁକି? ବେଙ୍ଗ କହିଲା, ମୋତେ କଷ୍ଟ ଦେଲେ ମୁଁ ଭଗବାନଙ୍କୁ ଡାକିବି। ଯଦି ଭଗବାନ ପାଦ ତଳେ ମୋତେ ଚାପିଦେଇ କଷ୍ଟ ଦେବେ ତ ମୁଁ କାହାକୁ ଡାକିବି? ସମସ୍ତଙ୍କୁ ବିଶ୍ୱାସ କର, କିନ୍ତୁ ସତର୍କତାର ସହିତ। କାହିଁକିନା କେବେ କେବେ ନିଜର ଦାନ୍ତ ବି ଜିଭକୁ କାମୁଡ଼ି ଦେଇଥାଏ। ଶୁଆ ମରିଚ ଖାଇ ମଧ୍ୟ ସବୁବେଳେ ମିଠା କଥା କହୁଥାଏ। କିନ୍ତୁ ସବୁଠୁ ବଡ଼ ଦୁଃଖର କଥା ଯେ ମଣିଷ ଏବେ ମହଙ୍ଗା ଚିନି ଖାଇ ମଧ୍ୟ ସବୁବେଳେ ପୀଡ଼ାଦାୟକ କଥା ହିଁ କହିଥାଏ। ପ୍ରତ୍ୟେକ ଲୋକଙ୍କ ନିଜ ନିଜର ଅଲଗା ଅଲଗା ବିଚାର ରହିଛି ଓ ତାହା ସମୟ ଓ ପରିସ୍ଥିତି ଅନୁସାରେ ବଦଳି ଯାଇଥାଏ। ଯଦି ଆମେ ସଭିଙ୍କ ବିଚାର ଶୁଣି ଚାଲିବା ଓ ଭାବିବା, ତେବେ କେବେ ବି କୌଣସି ପଦକ୍ଷେପ ନେଇପାରିବା ନାହିଁ, କୌଣସି ବିକାଶ ହୋଇପାରିବ ନାହିଁ ଓ ପ୍ରଗତି ମଧ୍ୟ ହୋଇପାରିବ ନାହିଁ। ସବୁବେଳେ ନିଜ ଆତ୍ମାର ଡାକ ଶୁଣନ୍ତୁ। ନିଜେ ଯେଉଁଟା ଭଲ ଭାବୁଛନ୍ତି ସେଇଟା ହିଁ କରନ୍ତୁ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରନ୍ତୁ ବନ୍ଧୁ।